ଆଜି କାଜଲ ପାଇଁ ମୁରଲି ତୃଷ୍ଣାଙ୍କୁ ବହୁତ ଜୋରରେ ପାଟି କରିବେ, ତା ପୁଣି ସମସ୍ତଙ୍କ ସାମ୍ନାରେ। ସେପଟେ ମୁରଲି ଆଉ ତୃଷ୍ଣା ଦୁହେଁ ମିଶି ଡ୍ୟାନ୍ସ କରୁଥିବେ। ସେଇ ସମୟରେ ତୃଷ୍ଣା ଭୁଲରେ ମୁରଲିଙ୍କ ଗୋଡକୁ ମାଡି ଦିଅନ୍ତି। ତାପରେ କାଜଲ ଦେଇଥିବା ମେଡିସିନ ଯୋଗେ ମୁରଲିଙ୍କର ମୁଣ୍ଡ ରିଆକ୍ସନ କରେ ଆଉ ତୃଷ୍ଣାଙ୍କୁ ବଡ ପାଟିରେ କହିବେ, କଣ କରୁଛ ତମେ? ତମକୁ ଡ୍ୟାନ୍ସ କରିବା ଆସିନି? ମତେ ଗୋଇଠା ମାଇଲ। ସେଇଠୁ ତୃଷ୍ଣା କହିବେ, ମୁରଲି ତମେ ମୋ ଉପରେ ଏମିତି ଚିଲଉଛ କଣ ପାଇଁ? ସେମିତି ତ କିଛି ବଡ ଅସୁବିଧା ହୋଇଯାଇନି ନା? ଠିକ ଅଛି, ଆଇ ଆମ୍ ସରି ଯଦି ମୋ ପାଦ ତମ ପାଦ ଉପରେ ପଡିଗଲା। ଆଉ ମୁଁ ଏମିତି କାମ ଜାଣି ଶୁଣିକି କରିନି। ତାପରେ ମୁରଲି ପୁରା ରାଗିକି କହିବେ, ତମର ଏତେ ସାହସ, ଆଗେ ତମେ ମତେ ଗୋଇଠା ମାରୁଛ, ତାପରେ ମୋ ମୁହଁ ଉପରେ ଜବାବ ଦଉଛ। ସେଇ ସମୟରେ ଶାରଦା ଆସି କହିବେ, ଆରେ ଆରେ ତମମାନେ ଏତେ ବଡ ହେଲଣି, ତାପରେ ବି ଛୋଟ ପିଲାମାନଙ୍କ ଭଳି ଲଢେଇ କରୁଛ। ଆଜି ତମର ପା ଏନଗେଜମେଣ୍ଟ। ଏମିତି ପାଟି ନ କରି ପରସ୍ପରକୁ ମୁଦି ପିନ୍ଧାଅ। ସେଇଠୁ ଶାରଦା ସେମାନଙ୍କୁ ମୁଦି ଦେବେ ଆଉ ତୃଷ୍ଣା ମୁରଲିକୁ ମୁଦି ପିନ୍ଧାଇବା ବେଳେ ହଠାତ୍ ମୁରଲିଙ୍କର ମୁଣ୍ଡ ବୁଲାଏ ଆଉ ସେ ତଳେ ପଡିଯାଆନ୍ତି। ଏହା ଦେଖି ସମସ୍ତେ ପୁରାପୁରି ଆଶ୍ଚର୍ଯ୍ୟ ହୋଇଯିବେ। ତ ଦର୍ଶକ ବନ୍ଧୁ, କାଜଲ ଉପରେ କାହାକୁ ରାଗ ଲାଗୁଛି ଆମକୁ କମେଣ୍ଟ କରନ୍ତୁ। ଆଉ ଆପଣମାନଙ୍କୁ ଅତୁଟ ବନ୍ଧନ ସିରିଆଲଟି କେମିତି ଲାଗେ ତା ବି ଜଣାନ୍ତୁ।